ପିଲାମାନେ ଆଜି ଆମେ ଆକାରର ଶବ୍ଦ ପଢ଼ିବା ଓ ଲେଖା ଅଭ୍ୟାସ କରିବା। ପୂର୍ବ ଭିଡ଼ିଓରେ କ ଆକାର ଠାରୁ ଲ ଆକାର ପର୍ଯ୍ୟନ୍ତ ପଢ଼ିଥିଲେ ଓ ଯଦି ଦେଖିନଥିବେ ତେବେ ଚ୍ୟାନେଲକୁ ଯାଇ ଦେଖିନେବେ। ଆସ ଆଜି ଆମେ ଆକାର ଶବ୍ଦ ପଢ଼ିବା। କ ଆକାରେ କାମ କାମ, ଗ ଆକାରେ ଗା ଦୀର୍ଘେଇ ଗାଈ, ଚ ଆକାରେ ଚା ମୂର୍ଧନ୍ୟ ଷ ଚାଷ, ଜ ଆକାରେ ଜାଳ ଜାଳ, ମ ଠ ଆକାରେ ଠା ମଠା, ପ ଣ ଆକାରେ ନା ପଣା, ନ ଆକାରେ ନା ତାଲବେଶ ନାଶ, ବ ଆକାରେ ବା ଦନ୍ତେଶ ବାସ, ଦନ୍ତେଶ ଭ ଆକାରେ ଭା ସଭା, ର ଆକାରେ ରା, ଜ ଆକାରେ ଯା ରାଜା, ଆ ତାଲବେଶ ଆକାରେ ସା ଆଶା, ଭ ଆକାରେ ଭା ମୂର୍ଧନ୍ୟ ଷ ଆକାରେ ସା ଭାଷା, ଦନ୍ତେଶ ଆକାରେ ସାପ ସାପ, ହ ଆକାରେ ହାତ ହାତ, ଭ ଆକାରେ ବା ଦନ୍ତେଶ ନ ଆକାରେ ନା ବାସନା, ଦନ୍ତେଶ ଆକାରେ ସା ଧ ନ ଆକାରେ ନା ସାଧନା, ପ ଆକାରେ ପା ମୂର୍ଧନ୍ୟ ଷ ଆକାରେ ସାଣ ପାଷାଣ, ସ ମ ଆକାରେ ମାନ ସମାନ, କ ମ ଆକାରେ ମାର କମାର, ପ ଆକାରେ ପା କ ଲ ଆକାରେ ଲା ପାକଲା, କ ଲ ର ଆକାରେ ରା କଲରା, ଡ ଆକାରେ ଡା ମ ର ଆକାରେ ଡାମରା, ହର୍ଷ ଉ ପ ବ ଆକାରେ ବା ଦନ୍ତେଶ ଉପବାସ, ଦ ଅ ବ କ ଆକାରେ କା ତାଲବେଶ ଅବକାଶ, ଐ ର ଆକାରେ ରା ବ ତ ଐରାବତ, ନ ଆକାରେ ନା ର ଆକାରେ ରାୟଣ ନାରାୟଣ, ପ ଆକାରେ ପାଠ ପଢ଼ ପାଠ ପଢ଼, ନ ଖ କ ଆକାରେ କାଟ ନଖ କାଟ, ମ ନ ଲ ଗ ଆକାରେ ଗାଈ ମନ ଲଗାଇ, ପ ଆକାରେ ପାଠ ପଢ଼ ମନ ଲଗାଇ ପାଠ ପଢ଼, ଦନ୍ତେଶ ଦ ଆକାରେ ଦା ସଦା ଅଳ ସ, ବ ଆକାରେ ବାଟ, ଛ ଆକାରେ ଛାଡ଼ ସଦା ଅଳସ ବାଟ ଛାଡ଼।